ସକାଳୁ ଉଠିକି ଦେଖିଲା ବେଳକୁ ଘର ପାଖରେ ଥିବା ଗୋଟେ ବଢିଆ ସଜନା ଗଛ ଆମର ନଈ ପଡେ। ଏଇ ଗଛରେ ପ୍ରଚୁର ପରିମାଣରେ ଶାଗ ହୁଏ, ଫୁଲ ହୁଏ, ଛୁଇଁ ହୁଏ। ସମସ୍ତେ ପ୍ରାୟ ଏଇ ଗଛରୁ ଛୁଇଁ ନେଇକି ଖାଆନ୍ତି। ଏ ଗଛର ଛୁଇଁଟା ବହୁତ ହିଁ ଟେଷ୍ଟ ଲାଗେ। ଗଛଟା ହଉଛି ପୁରା ପତଳା ଡେଙ୍ଗା ଗଛଟା ଥିଲା। ଛୁଇଁ ଆଉ ଫୁଲ ଏତେ ଭର୍ତ୍ତି ହେଇଗଲା ଯେ ପବନ ଦେଲାରୁ ସେଟା ନଇଁ ଯାଇଥିଲା। ଆଉ ତା ପରଦିନ ସକାଳୁ ଉଠିକି ଯାଇକି ଦେଖିଲା ବେଳକୁ ଛାତ ଉପରେ ଆଉ କିଛି ନାହିଁ। ଆରେ ଗଛଟା କୁଆଡେ ଗଲା? ତଳକୁ ଦେଖିଲା ବେଳକୁ ଗଛଟା ଅଧାରୁ ଭାଙ୍ଗି ଯାଇଛି। ତ ସେଇ ଗଛଟା ପାଇଁ ଘର ଲୋକଙ୍କ ମନ ତ ବହୁତ ଦୁଃଖ ଥିଲା। ଏପଟରେ ଦିନଟା ଥିଲା ଗୋଟେ ଭେଜ୍ ଡେ। ଏ ଭେଜ୍ ଡେ ଗୁଡାକରେ ନା ଅଧା ଭେଜିଟେବୁଲ ମୋ ହଜବେଣ୍ଡ ଖାଆନ୍ତିନି, ଆଉ ବାକି ଯେତିକି ଭେଜିଟେବୁଲ ରହିଲା ତା ଭିତରୁ ଅଧା ମୁଁ ଖାଏନି। ତ ମତେ ସବୁବେଳେ ଏମିତି କିଛି ଭାବିକି ବନେଇବାର ହୁଏ ଯୋଉଟା କି ସିଏ ଖାଉଥିବେ, ମୁଁ ଖାଉଥିବି, ଘର ଲୋକ ସମସ୍ତେ ଖାଉଥିବେ। ତ ଏଇ ଭେଜ୍ ପ୍ଲେଟଟା ଆପଣ ମାନେ ଦେଖନ୍ତୁ କଣ କଣ ଆଇଟମ ଅଛି। ଆଉ ଆପଣ ମାନଙ୍କୁ ଏ ପ୍ଲେଟଟା କେମିତି ଲାଗୁଛି ମତେ କମେଣ୍ଟରେ ନିଶ୍ଚିତ କହିବେ। ଯୋଉମାନେ ବି ସବସ୍କ୍ରାଇବ ମୋ ଚ୍ୟାନେଲଟାକୁ କରିନାହାନ୍ତି ପ୍ଲିଜ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ। ଆଉ ଲାଇକ୍ କମେଣ୍ଟ ସେୟାର ମଧ୍ୟ କରନ୍ତୁ। ଦେଖା ହବ ନେକ୍ସଟ